ଅମଲା ମାନଙ୍କର ସରକାରଙ୍କ ବିପକ୍ଷରେ ଚାଲିଥିବା ଆନ୍ଦୋଳନକୁ ନେଇକି ଏବେ ଆସିଗଲା ଗୋଟେ ବହୁତ ବଡ଼ ଖବର। ଅମଲା ମାନଙ୍କର ଆନ୍ଦୋଳନ ଆସି ପହଞ୍ଚିଲାଣି 16 ଦିନରେ। ଅମଲା ମାନଙ୍କର ଆନ୍ଦୋଳନକୁ ନେଇକି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ କ'ଣ ଆସିଛି ପ୍ରତିକ୍ରିୟାଟି, କ'ଣ ଆସିଛି ବଡ଼ ଖବରଟି, ଅମଲା ମାନଙ୍କର ଦାବି କେଉଁ ଦିନଠାରୁ ପୂରଣ ହେବ, ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଗୁଡ଼ିକୁ ଜାଣିବା। ରାଜ୍ୟ ଅମଲା ସଂଘର ଡାକରାରେ ଆନ୍ଦୋଳନରେ ସାମିଲ ହୋଇଥିବା ରାଜସ୍ୱ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ମାନେ ଯେଉଁ ଅମଲାମାନେ ଛୁଟିରେ ଥାଇକି ଆନ୍ଦୋଳନ କରୁଛନ୍ତି ସରକାରଙ୍କ ବିପକ୍ଷରେ ବା ସେମାନଙ୍କ ଦାବି ପୂରଣକୁ ନେଇକି ଆନ୍ଦୋଳନ କରୁଛନ୍ତି, ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ରାଜସ୍ୱ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଛୁଟି ବାତିଲ ହେବା ସତ୍ତ୍ୱେ ବି କାର୍ଯ୍ୟରେ ଯୋଗ ଦେଇନାହାନ୍ତି କର୍ମଚାରୀ। ସୂଚନାଯୋଗ୍ୟ ଯେ ରାଜସ୍ୱ ଅମଲା ସଂଘ ଡାକରାରେ ରାଜସ୍ୱ କର୍ମଚାରୀ ଅଗଷ୍ଟ 11 ତାରିଖରୁ ସମୂହ ଛୁଟିରେ ଯାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବିଭିନ୍ନ ଦଫା ଦାବି ନେଇ ସେମାନେ ଧାରଣାରେ ବସିଛନ୍ତି। ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏଥିସହ ଲୋକମାନେ ବିଭିନ୍ନ କାର୍ଯ୍ୟାଳୟ ଆସି ନିରାଶ ହୋଇ ଫେରୁଛନ୍ତି। ତେବେ ଅମଲାମାନଙ୍କର ଦାବିଗୁଡ଼ିକ, ସେମାନେ ବହୁ ଦଫା ଦାବିଗୁଡ଼ିକୁ ନେଇକି ସରକାରଙ୍କ ବିପକ୍ଷରେ ଆନ୍ଦୋଳନ କରୁଛନ୍ତି। ଦରମା ବଢ଼ିବା ସହ ଅନେକ ଦାବି ମଧ୍ୟ ରହିଛି। ତେବେ ରାଜସ୍ୱ ବିଭାଗ କହୁଛି ଯେ ଅମଲାମାନଙ୍କର ଏହି ଆନ୍ଦୋଳନଟି ବିରୋଧୀ ଦଳ ଦ୍ୱାରା କରାଯାଉଛି। ତେବେ ଅମଲାମାନଙ୍କୁ ନେଇ ଯେକୌଣସି ବି ଅପଡେଟ୍ ଆସିବ ମୁଁ ଜଣାଇଦେବି। ସେଥିପାଇଁ ଆମ ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରି ରଖିଥାନ୍ତୁ।